ରମ୍ୟ ଗଳ୍ପ ସଂକଳନ ଭଲ ଅଛ ନବଘନ? ଲେଖକ ମୃଣାଳ। ପଢ଼ି ଶୁଣାଉଛନ୍ତି ରଞ୍ଜନ କୁମାର ଧଳ। ଗଳ୍ପ 1। ବାହାଘର କଥାବାର୍ତ୍ତା। ସେମାନଙ୍କ ପରିଚୟ ହୋଇଛି ମାତ୍ର 4 ଦିନ ଆଉ କେଇ ଘଣ୍ଟା। ଏହାରି ଭିତରେ ଗୋଲାପୀ ଲଫାଫା, ଫୁଲ, ଜହ୍ନ, ସିନେମା ଦେଖା, ପାର୍କ ବୁଲା ଇତ୍ୟାଦି ପର୍ବକୁ ଫାଷ୍ଟ ଫରୱାର୍ଡ କଲା ପରି ସାରିଦେଇ ନବଘନର ପ୍ରେମିକା ରଙ୍ଗବତୀ ଜିଦ୍ ଧରିଲା, ଏବେ ତମେ ଆମ ଘରେ ବାହାଘର କଥା ପକାଅ। ନବଘନ ଆଶ୍ଚର୍ଯ୍ୟ ହୋଇ କହିଲା, ଏତେ ଶୀଘ୍ର? ଏବେ ତ ଆମ ପରିଚୟ ହୋଇଛି ମାତ୍ର 4 ଦିନ। ଏତିକି ଦିନ ଭିତରେ ତମେ ମୋ ବିଷୟରେ କ'ଣ ଜାଣିଲ ଯେ ମୋତେ ବାହା ହେବା ପାଇଁ ସ୍ଥିର କରିଦେଲ? ମୋର ଆଉ କିଛି ଜାଣିବା ଦରକାର ନାହିଁ ଗୋ। ରଙ୍ଗବତୀ ବ୍ରୀଡ଼ା ନମ୍ର କଣ୍ଠରେ କହିଲା, ତମର ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ଅଛି ସେଇଠି ପରା ମୁଁ କାମ କରେ। ରଙ୍ଗବତୀର ବିବାହ ପ୍ରସ୍ତାବରେ ନବଘନ ପ୍ରଥମେ ଅମଙ୍ଗ ହେଉଥିଲା। ପ୍ରେମ ଓ ବିବାହ ଦୁଇଟି ଜିନିଷ। ବାହାଘର ହୋଇଗଲେ ପ୍ରେମ ଆଉ ରହିବନି। ସଂସାରର ଚାପ, ପ୍ରେମ ଭଳି ସୂକ୍ଷ୍ମ ଆଉ କୋମଳ ଜିନିଷକୁ ବ୍ଲଟିଂ ପେପର ଯେମିତି କାଳିକୁ ଶୋଷି ନିଏ, ସେହିଭଳି ଶୋଷି ନେବ। ଏପରି ନାନାଦି କଥା କହି ବାଁରେଇବାକୁ ଚେଷ୍ଟା କଲା। ହେଲେ ରଙ୍ଗବତୀ ନଛୋଡ଼ବନ୍ଦା। ପୂର୍ବଜନ୍ମରେ ସେ ନିଶ୍ଚୟ ପୁରୀର ପଣ୍ଡା କିମ୍ବା ଜୀବନ ବୀମାର ଏଜେଣ୍ଟ ଥିଲା ବୋଲି ନବଘନ ଏବେ କହେ। ଅନୁରୋଧ, ଅଭିମାନ, ଲୁହ ପର୍ବ ପରେ ରଙ୍ଗବତୀ ଯେତେବେଳେ ଫଲିଡଲ୍ ଖାଇ ଜୀବନ ହାରିଦେବି ଆଉ ଶେଷ ଚିଠିରେ ପୋଲିସକୁ ତୁମ ନାଁ କହିଯିବି ବୋଲି ଡାଇଲଗ ଶୁଣେଇଲା, ନବଘନ ବାଧ୍ୟ ହୋଇ ହଁ ଭରିଲା। ତେବେ ନବଘନର ହଁ କହିବା ପଛରେ ରଙ୍ଗବତୀକୁ ହରାଇବାର ଭୟ ବେଶୀ ଥିଲା ନା ଥାନା, ପୋଲିସ, ହାଜତ, କଚେରୀ, ଜେଲ ମକଦ୍ଦମାର ଭୟ ବେଶୀ ଥିଲା? ଠିକ୍ କରି କହିହେବ ନାହିଁ। ତେବେ ସେ ଯାହା ହେଉ, ପରଦିନ ସନ୍ଧ୍ୟାରେ ନବଘନ ରଙ୍ଗବତୀ ଘରକୁ ଗଲା। ଦାଣ୍ଡ ଘରେ ରଙ୍ଗବତୀର ବାପା ହରିବନ୍ଧୁ ସାହୁ ସୋଫା ଉପରେ ବସିଥିଲେ। ଏ ଅଞ୍ଚଳରେ ଲୋକେ ତାଙ୍କୁ ଖୋକା ବାବୁ ବୋଲି ଡାକନ୍ତି। ବଙ୍ଗଳା ଭାଷାରେ ଖୋକା ଅର୍ଥ ଛୋଟ ପିଲା। ହେଲେ ବର୍ତ୍ତମାନ ଯେଉଁ ପୃଥଳକାୟ ବ୍ୟକ୍ତିଟି ପୂରା ସୋଫାଟିରେ ନିଜକୁ ବିଛେଇ ବସିଛି, ତା ନାଁ ଖୋକା ହେବ ଭାବିଲା ବେଳକୁ କେମିତି ଅଡ଼ୁଆ ଲାଗେ। ହେଲେ କ'ଣ କରାଯାଏ? ଯାହା ହେଲେ ବି ସେ ରଙ୍ଗବତୀର ବାପା, ଭାବି ଶ୍ୱଶୁର, ପୂଜନୀୟ ବ୍ୟକ୍ତି। ନବଘନ ତାଙ୍କୁ ଜୁହାରଟିଏ ଠୁଙ୍କିଦେଲା ମାତ୍ରେ ସେ ଗମ୍ଭୀର ଗଳାରେ କହିଲେ, ବସ। ନବଘନ ବସିଲା। କେମିତି କଥାଟାକୁ ଆରମ୍ଭ କରିବ ବୋଲି ଭାବି ଭାବି ଶେଷକୁ କହିଲା, ଆଜ୍ଞା, ଆପଣଙ୍କ ଝିଅ ମୋ ସ୍ତ୍ରୀ ହେବାକୁ ରାଜି ହୋଇଛି। ଖୋକାବାବୁ କହିଲେ, ସବୁ ତୁମର ଭୁଲ। ତୁମେ ଯଦି ମାସ ମାସ ଧରି ଏଠି ଚକ୍କର ମାରିବ, ତେବେ ଆଉ କ'ଣ ହେବ ବୋଲି ଆଶା କରୁଛ? ନବଘନ କହି ଆସୁଥିଲା ଯେ ସେ ଚକ୍କର ମାରି ନାହିଁ, ବରଂ ଏ କେସରେ ଘଟଣା ଦୋସରା ପ୍ରକାର ହୋଇଛି। ହେଲେ ତାକୁ କିଛି କହିବାକୁ ସୁଯୋଗ ନ ଦେଇ ଖୋକାବାବୁ କହିଲେ, ମୁଁ ଜାଣିଛି ତମେ ମୋ ଝିଅକୁ ବାହା ହେବାକୁ ଚାହୁଁଛ। ହେଲେ ପ୍ରଥମେ କୁହ, ତମେ ଗୋଟିଏ ପରିବାରର ଖର୍ଚ୍ଚ ତୁଲାଇ ପାରିବ ତ? ନବଘନ ଜବାବ ଦେଲା, ନିଶ୍ଚୟ ତୁଲାଇ ପାରିବି। ପୁଣି ଥରେ ଚିନ୍ତା କରି କୁହ। ଖୋକାବାବୁ କହିଲେ, ଆମ ପରିବାରରେ ଆମେ 7 ଜଣ ଲୋକ। ନବଘନ ବେଶ କିଛି ସମୟ ଥମ୍ ମାରି ବସି ପଡ଼ିଲା। ମୁମ୍ବାଇର ମାଫିଆମାନଙ୍କ ଭାଷାରେ ଖୋକା ଶବ୍ଦର ଅର୍ଥ 1,000,000 ଟଙ୍କା। ଏଠି ତା ଭାବି ଶ୍ୱଶୁର ଖୋକାବାବୁ ତାକୁ ଏମିତି ଯୌତୁକ ଦେବାର ଯୋଜନା କରି ରଖିଛନ୍ତି ବୋଲି ସେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲା। ତେବେ ପ୍ରେମରେ ପଡ଼ିଲେ ଲୋକେ କିଛିଟା ପାଗଳ ହୋଇଯାଏ ବୋଲି ବିଦଗ୍ଧ ଜନେ କହନ୍ତି। କଥାଟାକୁ ସତ୍ୟ ବୋଲି ପ୍ରମାଣିତ କରି ନବଘନ କହିଲା, ଠିକ୍ ଅଛି। ଖୋକାବାବୁ ଏଥର ଟିକେ ଖୁସି ଦିଶିଲେ। ଏଯାଏଁ ସୋଫାରେ ଦେହ ଆଉଜେଇ ବସିଥିଲେ, ଏବେ ସିଧା ହୋଇ ବସିଲେ ଓ ପରବର୍ତ୍ତୀ ପ୍ରଶ୍ନ କଲେ, ତମେ ମଦ ପିଅ? ନବଘନ ଏ ପ୍ରଶ୍ନର କିଛି ଉତ୍ତର ନ ଦେଇ ପାଲଟା ପ୍ରଶ୍ନ କଲା, ଏଇଟା ପ୍ରଶ୍ନ ନା ନିମନ୍ତ୍ରଣ? Sample complete. Ready to continue?